केमिति ब्रह्म ये ब्रह्म होला शून शून को जड़े पंडित गवेषणा कले शून को जड़े पंडित गवेषणा कले आ लोक को बुझे देले आ श्लोक रे बुझे देले कौन बोली अखंड मंडलाकारं व्याप्तजेन चराचरं तत्पाददर्शितजेन तस्मै श्री गुरवे नमः। ये पंडितर कथा ता पाखे तार भाई गोटे बसला सेटा साफा मूर्ख स्कूल जाइए बोला मो भाई एमती देखेला अखंड मंडल या तो कुछ ना सब अखंड मंडला कारण स्वरूप अनुकूल गाँव लोक आनंद कहले न सरे समस्त मन धरी नाची उठुची मु दी अक्षर पढ़ी मुझे कौन कौन हो दिने गला दिन गला मास गला गोरु होता कहला बोला किसी चिंता नहीं सीना पंडित आनंद मूर्ख मु तो होलिया मुंडा तुमको हल आम दिज मूर्ख हबार आमको दंड हो आम ब्रह्म ज्ञान कौन हवा से गोरु होता ये महामूर्ख सान भाईटा ब्रह्म ज्ञान कहला कौन बोली कहला इनकी देखो ना मो भाई हेले हेला का केबे कहली तुम शुण तुम चलो कष्ट लगे मु घटना न आइले मोर भोक हम ब्रह्म ज्ञान आम चलेगा कहला गुरु कौन गगन शिखरे गोरहाट पड़े गह गहन दहो सुगाई दही रे पाउडर दो धरे से पाउडर खाली ये पाउडर धरे धनी के जगी जाई मुठना रे रखा ए संचार मन दुहना सारंगे दुखा मुझे पाठ पढ़ी नंबर एन पढ़ी ये श्लोक केते लोक बतई मात्र मु अर्थ में पढ़े एबे कि ना मोर मूर्ख भाईटा बोला भाई ये मंत्र कुआड़े शिखिले ना भाई ना तमें काम गुरु यार जो देखे यार किसी ना यहीटा को भाविली आ ना गगन शिखरी गोल हाट पड़ी गह गहनाद शुभई तंगिरे धनी की जगी जाई मूर्धनारी रख ए चंचल मन को हो नाशा रंधे निश्चिंत हुई कांची बसिब ध्यान बड़े जिणब सढ़ी जाक ज्ञान बड़े मन को निरोधी नहीं वायु संगे मिश्री साधि बसी समीर को बिंदु घरे पशि महाब्रह्मर देखिब ये ब्रह्म को जानिया पाई गीता भागवत षड़ शास्त्र नव व्याकरण जप जोग होम यज्ञ तीर्थ व्रत करी करी लोक आउरी पूजा पाठरे पड़े मात्र कहला आम ए नड़िया भांगी चली ए साई घर ये जो नड़िया भांगी तुम नड़िया केतुटा आखि
ସେ ପଚାରିବେ ତୁ ତ ନଡ଼ିଆଟା ଆଣିକିରି ମୋତେ ପୂଜା କଲୁ କାହା ବଗିଚାର ନଡ଼ିଆ ଏ ମାଟି ପରା ମୋର ପାଣି ପରା ମୋର ପବନ ପରା ମୋର ଆକାଶ ପରା ମୋର ଏ ଗଛ ପତ୍ର ତରୁ ତୃଣ ସବୁ ମୋର ମୋ ଗଛରୁ ନଡ଼ିଆଟେ ତୋଳି ଘିନି ଆଣିବି ମୋତେ ଏକା ପୂଜା କରି ଭାଙ୍ଗି ଦେଉଛୁ ତୋ ବଗିଚାରେ ତୋ ନଡ଼ିଆ ଅଛି ଆମ ବଗିଚାରେ ନଡ଼ିଆ କ'ଣ ନାହିଁ କି ଅଛି ଏକା ଆମ ବଗିଚାରେ ନଡ଼ିଆ ନାହିଁ କି ତା ବଗିଚାରେ ତିନିଟା ଆଖି ଆମ ବଗିଚାରେ 7ଟା ଆଖି ଆମେ ହେଲେ ଭଗବାନ ମାଡ଼ ଲାଗିବାର ଅଛି କେମିତି ଶିର ହୋଇରେ ଶ୍ରୀ ଗୁରୁଙ୍କ ପାଦେ ନଲୋଟିଲା ଶ୍ରଦ୍ଧା କରି ବେଦ ବିଚାରିଲା ଶାସ୍ତ୍ରର ମତରେ ଉଚ୍ଚ ଭୂମି ଖଣ୍ଡେ ସେହି ଉଚ୍ଚ ଭୂମି ଖଣ୍ଡେ ସେହି ରାମଚନ୍ଦ୍ର ଉଚ୍ଚ ଭୂମି ଖଣ୍ଡେ ସେହି ଉଚ୍ଚ ଭୂମି ଖଣ୍ଡ ସେହି ରାମଚନ୍ଦ୍ର ଉଚ୍ଚ ଭୂମି ଖଣ୍ଡ ସେହି ଆଜ୍ଞା ଉଚ୍ଚ ଭୂମି କୋଉଟା ଦିଟା ଗଛରେ ଗୁଣକୁ ଆମେ ପରୀକ୍ଷା କରିବା ଗୋଟେ ଗଛ ଉପରକୁ ପଳେଇଛି ଗୋଟେ ଗଛ ସବୁ ଗୋଟେ ମାସ ଗୋଟେ ବର୍ଷରେ ସେ ଗଛକୁ ଲଗା ହେଇଛି ଯୋଉଟା ଥାକ ଗଛଟା ଭର୍ତ୍ତି ହେଇକି ରହିଛି ହଉ ସେ କ'ଣ ହେଇଛି ଇଣ୍ଡିଆ ରହିଛି ଯୋଉଟାର ଫଳ ନାହିଁ ମିଳିକି ପଳେଇଛି ଆଉ ହେଲେ ଆମ ପାଖରେ ଯାହା ପାଖରେ ଗୁଣ ଥିବ ସେଟା ହେଉଛି ସନ୍ଥ ସାଧୁ ଲୋକ ଯାହା ପାଖରେ ଗୁଣ ନଥିବ ତାର ନିଶମଡ଼ା ପାଠ ଏଣୁ ଉଚ୍ଚଭୂମି କୋଉଟା ହେଲା ଅହଙ୍କାର ଏ ଅହଙ୍କାରକୁ ଆମେ ବଳିଦାନ ଦେବା ପାଇଁ ଗୁରୁଙ୍କ ପାଦ ପଦ୍ମରେ ନମସ୍କାର ହଉଛି ଯେ ବାଳକ ମାନେ ଏ ଶରୀର ଭିତରେ ଏ ଉଚ୍ଚ ଜାଗାକୁ ଅହଙ୍କାରକୁ ଆମେ ଦର୍ପ ଦଳନ କରିବା ଆପଣମାନେ ଏଠି ଭଗବାନ ଋଷିଙ୍କୁ ବସିଛନ୍ତି ତାଙ୍କର ସେଥିରେ ଲେଖା ଅଛି ଗୁରୁ ମନ୍ତ୍ର କେତେ ଲୋକ ନେଇଛନ୍ତି ହାତ ଦେଖ ରଖ କେତୁଡ଼ିଏ ଲୋକ ଗୁରୁ ମନ୍ତ୍ର ନେଇଛ ନାହିଁ ଗୁରୁ କ'ଣ ତମକୁ ଭଲ କଥା କହିଛନ୍ତି କ'ଣ ତମକୁ ବସିଛନ୍ତି ନା ଦେବନାଗନର ସବୁ ଠାରେ ଗୁରୁ ବଡ଼ ଗୁରୁ ଝିଅ ପ୍ରାଧ କରେ ଯେଉଁ ହୀନ ମୂଢ଼ କେତେବେଳେ ଯାଇ କୃଷ୍ଣ ଦେଲେ କୌତର ବ୍ରହ୍ମାଙ୍କୁ ବୋଇଲେ ଶ୍ରୀ ଗୁରୁଙ୍କୁ ସେବା କର ଗୁରୁଙ୍କୁ ଚିହ୍ନିଲେ ଏକା ପାଇବୁ ଆମ୍ଭଙ୍କୁ ନହିଲେ ଭ୍ରମ ଠେବୁନ ଭେଟି ଠାକୁରଙ୍କୁ ବୁଝିଲେ ଆତ୍ମା ଏକା ଶ୍ରୀ ଗୁରୁ ଜଗନ୍ନାଥ ଗୁରୁ ସେ ପ୍ରାଣୀ ଗୀତାରି କରନ୍ତି କୃତାର୍ଥ ଯେ ଗୁରୁ ଆମେ ଗୁରୁ ନୁହଁ ଆଉ ଆମେ ଯେତେ ଦାଢ଼ି ନିଶ ରଖି ମାଳି ପକେଇକିରି ଗୁରୁ ବନେଇଛୁ ଅହଙ୍କାର କରିଛୁ ନା କ'ଣ ନା ରଥ ବସିଛି ମୁଁ ରେବତୀ କାନ୍ତ ଆପଣମାନଙ୍କୁ ଆଉ ସିଆଡ଼ୁ ଯାଉନି ଜଣେ ଜଣେ କିଏ ନା ଆମ ଗୁରୁ ଆମକୁ ବତେଇଛି ହଇରେ ପୁଅ সকল দেহে নারায়ণ বয়স্ক বুঢ়া লোক ব্রাহ্মণ লোক ଏ ସମସ୍ତଙ୍କର ନମସ୍କାର ନେବା କେପାସି ଅଛି କି କିଛି ଶିଷ୍ୟ ଅଛି ଟଙ୍କା ସୁନା
ଲୁଗା କଉଡ଼ି ଗୁଜୁଳା ବାନ୍ଧିକି ଧରି ପଡ଼ିଲେ ସାଡ଼େ କୁଟୁମ୍ବ ଲୋକ ବଡ଼ ଖୁସି ହେବେ। ନାଇଁ ତମେ ତ ଆଇଛ କେମିତି ଆଇଛ ନା ତମେ ଆଇଛ ଭାଇ ମୋ ଉପରେ ରାଗ ପଡ଼ିବନି କହୁ କହିଦେବି ତମମାନଙ୍କୁ ବଡ଼ ରୋଗ ହେଇଛି ରେ ଏବେ କେତେଟା ଝିଅ ବୋଲେ ପଥର ମାରିବେ ଆଜ୍ଞା କ'ଣ କହିଲାଣି ଗୁରୁ ଆଜ୍ଞା ଆଜି ବଡ଼ ରୋଗ ହେଇଛି ଭାଇ ବଡ଼ ରୋଗ କ'ଣ ସେ ବଡ଼ ରୋଗ ନାହିଁ ଏବେ ବଡ଼ ରୋଗ ଆମେ କ'ଣ ନା ପ୍ରିୟ ତାପରେ ତବ ନାମ ଗୁଣେ ଗୁରୁଦେବ ଦୟା ଆଜ୍ଞା ଆପଣମାନଙ୍କୁ ରୋଗ ବୈରାଗ ପାରିବାରିକ ଦୁଃଖ ଅଭାବ ଝିଅ ପଠେଇବା ବୋହୂ ଆଣିବା ଏମିତି ରୋଗ ବୈରାଗଠୁ ଏମିତି କେତେ ନିନ୍ଦା ଅପବାଦଠୁ ଆଜ୍ଞା ଏମିତି କେତେ ରୋଗ ଆମକୁ ଆସୁଛି ନା ନାହିଁ। ଏଣୁ ଆମେ ଭଗବାନଙ୍କୁ ପ୍ରାର୍ଥନା ହେବା ଏ ମହାବାହୁ ଆମର ଧନ ସମ୍ପତ୍ତି ଥାଉ ନଥାଉ କିନ୍ତୁ ଆପଣଙ୍କ କୃପା ଦୃଷ୍ଟିରୁ ଆମକୁ ଶୁଭ ଆଶୀର୍ବାଦ ପ୍ରଦାନ କର ଯେଉଁଥିପାଇଁ କି ଆମେ ଗୋଟେ ଭଲ ମଣିଷ ମୁଖରେ ସତ୍ୟ କହିବା ନାସାର ପବନକୁ ଶୀତଳ ରଖିବା ସବୁବେଳେ ଆଖିରେ ଭକ୍ତ ଦର୍ଶନ କରିବା ଏ କାନରେ ଗୁରୁଜନଙ୍କର ପବିତ୍ର ବାଣୀ ଶ୍ରବଣ କରିବା ସାଇ ପଡ଼ିଶାଙ୍କୁ ଭଲ ପାଇବା ଏମିତିକି କୁକୁର ବିଲେଇ ଗାଈ ହାତୀ ସମସ୍ତଙ୍କ ପ୍ରତି ସ୍ନେହ ଆଦର କରିବା ଯେହେତୁ ସବୁ କାମ ଆଗେ ହେଲେ ଏବେ ଆମ କ'ଣ ହେଉଛି ନା ଆମର ସ୍ୱାର୍ଥ ପାଇଁ ଆମେ ଆଣିବା ଛୁଇଁବା ଭଲ ମନ୍ଦ କରି ଚୋର ଡକାୟତ ରେଫ ମର୍ଡର ବେଶ୍ୟା ପଶା ନିଶାରେ ଆମେ ଆଉ ଗୁରୁ ଆକୁ ଆମକୁ କିଛି ବତେଇଲେନି ଗୁରୁ ଏ କଥା ବତେଇଛନ୍ତି ଯେଉଁ ସ୍ତ୍ରୀ ମାନେ ସ୍ୱାମୀ କି ନ ମାନେ ତାର ବ୍ରତ କରି କଣିକା ନାରୀରେ ତେରେ ଖାଉଅନ୍ତି କହନ୍ତି ତାକୁ ଦୋଚାରି ରାମଚନ୍ଦ୍ର କହନ୍ତି ତାକୁ ଦୋଚାରି କହନ୍ତି ତାଙ୍କୁ ଦୋଚାରି ରାମଚନ୍ଦ୍ର କହନ୍ତି ତାଙ୍କୁ ଦୋଚାରି। ଗୁରୁ କ'ଣ ବତେଇଲେ ଯଦି ସଂସାରରେ ଯିଏ ପୁଣ୍ୟ ଅର୍ଜିବାକୁ ଚାହୁଁଛ ପୁଣ୍ୟଟା କୋଉ ବାଟରେ ଅର୍ଜନ ହୋଇଥାଏ ସେ ବାଟଟି ଧର ଆଉ ମନ୍ତ୍ର ଗୀତା ପୋଥି ପୁରାଣ ଗାଇକିରି ତମେ ପାରିବନି ମୁନି ଋଷିମାନେ ଗଦା ଗଦା ଲେଖିକିରି ଅନ୍ତ ପାଇଲେନି ଆମେ ତ ସହଜେ ମୂର୍ଖ କେତେ ମନ୍ତ୍ର ଘୋଷିଲା କିନ୍ତୁ ଗୋଟେ ମନ୍ତ୍ର ଘୋଷିଲା କ'ଣ କହିଲେ ଯେଉଁ ସ୍ତ୍ରୀ ମାନେ ସ୍ୱାମୀ କି ନ ମାନି 12 ଓଷା ବ୍ରତ କରି ଯେଉଁ ସ୍ତ୍ରୀ ମାନେ ସ୍ୱାମୀ କି ନ ମାନି 12 ଓଷା ବ୍ରତ କରି ଗଣିକା ନାରୀରେ ଆଜ୍ଞା ନିଜର ସ୍ୱାମୀ କି ନ ମାନି ଯେ ନାନାଦି ଓଷା ବ୍ରତ କରିବେ ସେ ଆର ଜନ୍ମରେ ଦେହ ବିକ୍ରି କରିବେ ବେଶ୍ୟା ଜନ୍ମ ହେବେ ମୁଁ କହୁନି ଶାସ୍ତ୍ରର ନିୟମ ହେଲେ କ'ଣ ହବ ପତି ଦେବତାଙ୍କୁ ଏକାକୀ ପୂଜିଲେ ସବୁ ଦେବତା ପୂଜିଲା ପତି ପଦାଙ୍କୁ ଜୟ प्रभु पादलीन हेला रामचंद्र प्रभु पादलीन हेला प्रभु पादलीन हेला रामचंद्र प्रभु पादलीन हेला। गोटे स्त्री लोक आज विवाह 4 दिन ता स्वामी के बड़ रोग है अच्छा ए भाया परिस्थिति में जहाँ स्वामी की बड़ रोग हम ये कह से रहा छाड़ी जाए हरी बड़ रोगिया स्वामी पाखे किए रचार 7 दिन होती रही जड़े था कथा शुणुच ता पुराण पढ़ुच
ତା କଥା ମାତ୍ର କହିଲା ବେଳକୁ ଖାଇଲେ ବଡ଼ ଜାଗିରି ବୁଆରେ ପୂଜା ପାଣି ଛଡ଼େଇଦେବି କ'ଣ ସେ ବାଢ଼ି ଦେବି ଦେଇ ବୁଆ କିନ୍ତୁ ସେବା କରିବା ସୁଯୋଗ ଆଜ୍ଞା ଯେମିତି ବଡ଼ୁଗ ହେଇଯାଇଛି କାନି ପଣତ ଚିରି ଯାଇଛି ନିମ୍ବ ପତ୍ର ଆଣିକିରି ସିଝେଇକିରି ତାକୁ ଆଣିକିରି ସେ ଘାଅ ସଫା ସୁତୁରା କରିବାରେ ଲାଗିଗଲା କହିଲ ତା ଗୋଟେ କାମ ତାପରେ ତାକୁ ଆହୁରି ପରୀକ୍ଷା ନା ତା ସ୍ୱାମୀ କଣ୍ଟା ହେଇଗଲା ଖାଇଲାନି ପିଇଲାନି କ'ଣ ପାଇଁ ନା ଯେତେବେଳେ ରଜା ଘରକୁ ବେଶ୍ୟାମାନେ ଯାଉଥିଲେ ଘୁଙ୍ଗୁର ବଜେଇ ଯାଉଥିଲେ ଏ ସୁନ୍ଦର ସ୍ତ୍ରୀ ଲୋକ ଗୁଡ଼ାକୁ ଦେଖିକି ଆଉ ଟିକେ ଆକର୍ଷଣ ହେଇଗଲା ତା ସ୍ୱାମୀଟା କୋଉ ସ୍ୱାମୀଟା ବଡ଼କିଆ ସ୍ୱାମୀଟା ଇଏ ପଚାରୁଛି ହୋଇ ତମର କ'ଣ ହେଇଛି ତମେ ଖାଉନ ପିଉନ ତମ ଦେହ ଶୁକୁଲା ବୁଲୁଛି ନା ନା ତୁ ଜାଣିବୁନୁ ଆଉ ଜାଣିଲେ ହେଲେ କିଛି କାମ ହବନି କେଉଁ କହୁନ ହଁ ମୁଁ କରିବି ହଁ ଶ୍ରୀଗୁରୁ ରୂପା କଳା ରଙ୍ଗ ମାରିକି ସବୁ ରିବିନି ଉଡ଼େଇ ଯାଉଥିଲେ ଏଯାକ ଦେଖିକିରି ମୋ ମନ ବିମୋହିତ ହେଇଯାଇଛି ହେଲେ ହବ କ'ଣ ମତେ ବଡ଼ ହେଇଯାଇଛି ହଉ ହଁ ହବା ଲେଖା କରିବା ନା କିଏ କହୁଛି ମୁଁ ଯଦି ତା ସ୍ତ୍ରୀ ମୋ ସ୍ୱାମୀର ଯଦି ଇଚ୍ଛା ପୂର୍ଣ୍ଣ ନ ହବ ମୁଁ କି ସ୍ତ୍ରୀ ଏମିତି ଭାବିଲା ରାତିରୁ ଯାଇକି ତାଙ୍କର ସବୁ କଂସା ତାଟିଆ ମାଜିକିରି ବଗିଚା ସଫା କରିକି ପାଣି ପଣା ଗଛରେ ଦେଇକିରି ରାତି ବେଳାକୁ ପଳେଇ ଆସିବ କିଏ କରୁଛି ଏଇଟା ଆଜି ଗଲା କାଲି ଗଲା ତାପରେ ଧରି ପକେଇଲେ କିଏ ଭଉଣୀ ତୁ ତ ବ୍ରାହ୍ମଣ ଘର ବୋହୁ ନା କିଛି ନାହିଁ ଯେ ମୁଁ ଗୋଟେ ଅନୁରୋଧ କରିବି ଆପଣ ରଖିବ ମୋ ସ୍ୱାମୀ ଆଗରୁ କହିଦେଉଛି ମୋ ସ୍ୱାମୀ ବଡ଼ ରୋଗ ହେଇଯାଇଛି ହେଲେ କ'ଣ ହବ ନା ସେ ଆପଣଙ୍କର ଦେହ ଚାହୁଁଛନ୍ତି ଆଚ୍ଛା ନେଇ ଆସ ନେବେ ନେଲା ସମୟରେ କ'ଣ ହେଇଛି ଇଏ ତ ସ୍ୱାମୀ କୁଷ୍ଠରୋଗୀ ତାକୁ ଖାଣ୍ଡରେ ଧରି ଚାଲିଲେ ଅନ୍ଧାର ରାତି ଗଲାବେଳକୁ କ'ଣ ହେଇଛି ନା ଗୋଟେ ଋଷିକି ଗୋଟେ ଶୂଳ ଖୁଣ୍ଟରେ ବସା ହେଇଯାଇଛି ବାଟଟା ଇଏ ଗଲା ସମୟରେ ସେ ଶୂଳ ଖୁଣ୍ଟ ଝୁଣ୍ଟି ଦେଲେ ଯେମିତି ବାଟে ହେଇଗଲେ ଖୁଣ୍ଟଟା ସେ ଖୁଣ୍ଟଟା ଯେମିତି ରହିଲା କିଏ 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 ନା ମହାଶୟ କିଏ ମୁଁ ଜଣେ ସ୍ତ୍ରୀ ଅବଳା ମୋ ସ୍ୱାମୀକି ମୁଁ ଧରି ଯାଉଥିଲି ଆଉ ଚାଣ୍ଡାଳି ମତେ ଯୋଉ ଛୁରୀ ଦଣ୍ଡ ଦିଆହେଇଛି ପୁଣି ମତେ ଆଘାତ ଦେଲୁ କାହାକୁ ଧରିଛୁ ନା ମୋ ସ୍ୱାମୀକି ମୋ ସ୍ୱାମୀ ଗୋଟେ ରୋଗୀ ମୁଁ ଧରି ଯାଉଥିଲି ତୋ ରୋଗୀ ସ୍ୱାମୀ କିନ୍ତୁ ମତେ ଯୋଉ କଷ୍ଟ ହେଇଛି ମୁଁ ଏବେ ଅଭିଶାପ ଦଉଛି ଏ ରାତି ପାଇଲେ ତୋ ସ୍ୱାମୀ ମୃତ୍ୟୁ ହବ ସୂର୍ଯ୍ୟ ଉଦୟ ହେଲା ସମୟରେ ତାର ମୃତ୍ୟୁ ହେଇଯିବ ହଁ ଏ ମହାତ୍ମା ଆପଣ କିଏ ମୁଁ ଜାଣିନି ମୋର ଜୀବନର ସର୍ବସ୍ୱ ମୋ ସ୍ୱାମୀ ମୁଁ ଖଟିବାର ସ୍ୱାମୀ ସୁଖ କ'ଣ ଜାଣିନି କିନ୍ତୁ ଏତିକି ମୁଁ ଜାଣିଛି ଗୋଟେ ସୁଖ ମୁଁ ଜାଣିଛି ମୋ ସ୍ୱାମୀକି ସେବା କରିବାର ସୁଖ ମୁଁ ପାଇଛି ସେ ସୁଖ ମୋର ଛଡ଼େଇ ନିଅନ୍ତୁନି ହେ ମହାତ୍ମା ମୋ ସ୍ୱାମୀକି ଅଭିଶାପରୁ ମୁକ୍ତି କରନ୍ତୁ ହବାନି ଏ କି ଋଷି ସେଟା ଅଗ୍ନିକ ଋଷି ମୋ ବଚନ ଅନ୍ୟଥା ହବନି ତୋ ସ୍ୱାମୀ ଆରବତ ରାତି ପାଇଲେ ମରିବ ହେ ମହାତ୍ମା ଆପଣଙ୍କର ବଚନରେ ଏତେ ସତ୍ୟ ତାହେଲେ ଏ ସତ୍ୟ ଯଦି ଥାଏ ଜଣେ ସ୍ତ୍ରୀର ଏ ପଣତ କାନିରେ ମୁଁ ଗଣ୍ଠି ପକେଇଲି ଏ ସୂର୍ଯ୍ୟ ଆଉ ଉଦୟ ହେବେନି